ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ। ମହିଳାମାନଙ୍କର ରାଜନୈତିକ ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ତଥା 2023 ମସିହାରେ ସଂସଦରେ ଗୃହୀତ 33% ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବା ଦାବିରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ନାରୀ ଅଧିକାର ଅଭିଯାନ ଏକ ବିରାଟ ଶୋଭାଯାତ୍ରା ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ସହରସ୍ଥ ବାଜିଚୌକ ଛକଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ଏକ ବିରାଟ ପ୍ରତିବାଦ ସଭା ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଜୁ ଜନତା ଦଳର ମହିଳା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ନାରୀମାନଙ୍କର ଅଧିକାର କ୍ଷୁଣ୍ଣ କରିବାରେ ବିଜେପିର ଡବଲ ଇଞ୍ଜିନ ସରକାର ଲାଗି ପଡ଼ିଛନ୍ତି। ମହିଳାମାନଙ୍କୁ 33% ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ଅସମର୍ଥ ବୋଲି କହିବା ସହିତ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନାରୀମାନେ ସୁରକ୍ଷିତ ରହିଥିଲେ। ବିଜୁ ବାବୁଙ୍କ ଚିନ୍ତାଧାରା ମାଆକୁ ସମ୍ମାନ ଗାଁକୁ କାମ ଆଧାରରେ ନବୀନ ପଟ୍ଟନାୟକଙ୍କ ମହିଳାମାନଙ୍କୁ ପଞ୍ଚାୟତ ନିର୍ବାଚନରେ 50% ସଂରକ୍ଷଣ ଦେବା ସହିତ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ବିଜେପିର ଡବଲ ଇଞ୍ଜିନ ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ 50,000 ଟଙ୍କା ଦେବ ବୋଲି କହି ମାତ୍ର 5,000 ଟଙ୍କା ଦେଇ ଛେଳି ଚରାଇବା ପାଇଁ ପରାମର୍ଶ ଦେଉଛି। ଆଜି ରାଜ୍ୟରେ ନାରୀ ନିର୍ଯାତନା ଏପରି ବଢ଼ିଯାଇଛି ଯେ ଗତ 2 ବର୍ଷ ମଧ୍ୟରେ 50,000ରୁ ଉର୍ଦ୍ଧ୍ୱ ମାମଲା ହେଲାଣି ଏବଂ ବର୍ତ୍ତମାନ ରାଜ୍ୟ ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ 1 ନମ୍ବର ହେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ସେ କହିଥିଲେ। କେବଳ ବିଜୁ ଜନତା ଦଳ ହିଁ ନାରୀମାନଙ୍କୁ ସୁରକ୍ଷା ସ୍ୱାବଲମ୍ବୀ କରିପାରିବ ବୋଲି କହିବା ସହ ନାରୀମାନଙ୍କ ବିରୁଦ୍ଧରେ ବିଜେପି ଦଳର ସରକାର ଚଳାଇ ଆସୁଥିବା ଚକ୍ରାନ୍ତକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ସେ କହିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ମହିଳାମାନେ ଏକଜୁଟ ହୋଇ ଡବଲ ଇଞ୍ଜିନ ବିଜେପି ସରକାରର ମହିଳା ବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶ୍ରୀମତୀ ଛୁରିଆ ଆହ୍ୱାନ ଦେଇଥିଲେ। ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ରାଜ୍ୟରେ ଯେଉଁଭଳି ଭାବରେ ମହିଳାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଛି ତାହା ଚିନ୍ତାଜନକ ବିଷୟ ବୋଲି କହିଥିଲେ। ମହିଳାମାନଙ୍କୁ ଧୋକା ଦେଇ ବିଜେପି ଦଳ ସରକାରକୁ ଆସିଛି। ଏ ସରକାରର ଅପାରଗତା ବିଫଳତା ତଥା ଅପରାଧ ନିୟନ୍ତ୍ରଣର ଚରମ ଉଦାସୀନତା ହେତୁ ରାଜ୍ୟରେ ଗତ 2 ବର୍ଷ ମଧ୍ୟରେ 48,000 ମହିଳା ହିଂସା ଯୌନ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଢେଙ୍କାନାଳ ଭାପୁର ହିଞ୍ଜିଳି ବରଗଡ଼ ବାଲିଅନ୍ତା ଝାରସୁଗୁଡ଼ା ଇତ୍ୟାଦିର ଘଟଣାକୁ ନେଇ ରାଜ୍ୟ ସରକାର ଉପରେ ଓଡ଼ିଶାବାସୀଙ୍କର ଆସ୍ଥା ଓ ବିଶ୍ୱାସ ତୁଟି ଯାଇଛି ବୋଲି କହିଥିଲେ। ଏହି ବିକ୍ଷୋଭରେ ମହିଳା ରାଜ୍ୟ ସାଧାରଣ ସମ୍ପାଦିକା ଗୀତାଞ୍ଜଳି ବସ୍ତିଆ ସ୍ନେହାଞ୍ଜଳି ମହାନ୍ତି ସୁମିତ୍ରା ଜେନା ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ ସନ୍ଦୀପ ଷଡ଼ଙ୍ଗୀ ଜିଲ୍ଲା ଉପସଭାପତି ଦେବାଶିଷ ମିଶ୍ର ତିଳୋତ୍ତମା ଚୌଧୁରୀ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ଲିଗାଲ ସେଲ୍ ତଥା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର ଟାଉନ ସଭାପତି ବିନୋଦ କୁମାର ମହାନ୍ତ ଯୁବ ନେତା ଶ୍ରୀକାନ୍ତ ଧଳ ମହିଳା ଟାଉନ ସହନେତ୍ରୀ ସୋସିଆଲ ମିଡିଆ ସଂଯୋଜକ ଗଙ୍ଗାଧର ରାଉତ ରଞ୍ଜନ ନାୟକ ମାନସ ମହାରଣା ପ୍ରମୁଖ ସମେତ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ମହିଳା ଯୋଗ ଦେଇଥିଲେ। ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶୁଭଲକ୍ଷ୍ମୀ ସାହୁ ଧନ୍ୟବାଦ ଦେଇଥିଲେ।